ମୋ ନାଁ ସୁଧାଂଶୁ ଶେଖର ଭାଇ ଷଣ୍ଢକୁଦୁ। ଷଣ୍ଢକୁଦୁରେ ରାମେଶ୍ୱର ମନ୍ଦିର ଆରମ୍ଭ ହେବା ପୂର୍ବରୁ 1980 ମସିହାରେ ଏଠି ମୁଁ ଆସି ଘର କଲି। ଆମ ସେପଟୁ ସାମ୍ପଡ଼ା ଭାଙ୍ଗିଲା, ବହୁତ ଲୋକ ଘର କଲେ। ସେଠି ଗୋଟିଏ ଶିବ ମନ୍ଦିର ଏ ଜାଗାରେ ନଥିଲା। ଆଗରୁ 40-45 ଘର ତେଲୁଗୁ ଲୋକ ବସବାସ କରି ସମୁଦ୍ର ଫିସିଂ କରୁଥିଲେ। ସେମାନେ ଯାଇକି ପତିଆ ମହଲେ ଶିବ ମନ୍ଦିରରେ ଭୋଗରାଗ କରନ୍ତି। କିନ୍ତୁ ଆମେ ଯେତେବେଳେ ଜାଗାରେ ଆସି ରହିଲୁ, ଏଠି ବ୍ୟବସାୟୀ ଭାଇମାନେ ସମସ୍ତେ ମିଶିକିରି ଗୋଟେ ମେଳା ଘର ଏଠି କରି ତ୍ରିନାଥ ମେଳା ଆରମ୍ଭ କଲୁ। ଏଇ ଜାଗାରେ ତ୍ରିନାଥ ମେଳା ଆରମ୍ଭ କରୁ ଗୁରୁ ଆମ ଭିତରେ ହେଲା ଯେ ବାହାରକୁ ଶିବ ମନ୍ଦିର ଏଠି ନାହିଁ, ଆମେ ଗୋଟେ ଶିବ ମନ୍ଦିର ସ୍ଥାପନ କରିବା। ତା ଭିତରେ ପୂର୍ବତନ ଆମର ସେ ଦେହାନ୍ତ ହେଇଗଲେଣି ଅନାମଚରଣ ସାହୁ ଥିଲେ, ଗୌରାଚରଣ ଦାସ, ନରେନ୍ଦ୍ର ସାହୁ ମଧ୍ୟ ଅଛନ୍ତି, ପ୍ରହ୍ଲାଦ ସ୍ୱାଇଁ ଏବଂ ମୁଁ ଅନ୍ୟମାନେ ଆମେ ଚିନ୍ତା କଲୁ ଯେ ଗୋଟେ ଶିବ ମନ୍ଦିର ଜାଗାରେ କରିବା, ଯାହାଫଳରେ ଆମ ଲୋକ ବାହାରକୁ ଯିବେନି, ଏଇ ଜାଗାରେ ଭୋଗରାଗ କରିବେ। ତେଣୁକରି ସିଏ ଯାଇକି ଠାବ କରି କେଉଁଠି ପାଟକୁରାରୁ କେଉଁଠି ଶିବଲିଙ୍ଗ ଅନାମ ସାହୁ ଠାବ କଲେ, ତାକୁ ଯାଇ ବାଜା ବଜେଇ ଆଣି ଏଠି ପ୍ରଥମେ ଚାଳ ଘରେ ଆରମ୍ଭ ହୋଇଥିଲା ଶିବ ମନ୍ଦିର। ସେଇ ଚାଳ ଘରୁ ତଳେ ଇଏ ଯେଉଁ ମନ୍ଦିର ତିଆରି ହୋଇଛି, ତଳେ ବୋଧେ ବୋଲ୍ଡର ଥିବ, କାରଣ ଟ୍ରକ୍ ବୋଲ୍ଡର ଆଣିକି ଆମେ ପ୍ରଥମେ ତାକୁ ସିମେଣ୍ଟ ମାରିକି ଜଏଣ୍ଟ କରିଥିଲୁ। ସେଇଠୁ ମନ୍ଦିର କରିକି ଆଜି ପର୍ଯ୍ୟନ୍ତ ଏ ମନ୍ଦିର ଦୀର୍ଘ ଦିନ ହେଲା ଚାଲିଛି। ଆଜିକ ଯେଉଁ ହେଲା ଏ ଶିବ ମନ୍ଦିର କେବଳ ଶିବରାତ୍ରି ହୁଏ। ଯେତେବେଳେ ଦମ୍ବୁଧର ନାୟକ ଶିବ ମନ୍ଦିର ଦାୟିତ୍ୱ ଥିଲେ, ସେ ଖଡ଼ା ଗଛ ଭେଣ୍ଡି ଗଛ କରିକି ମଧ୍ୟ ପଇସା ରୋଜଗାର କରିକି ମଧ୍ୟ ଠାକୁରଙ୍କୁ ପୂଜା ଖର୍ଚ୍ଚ କରି ପୂଜା ଅର୍ଚ୍ଚନା କରନ୍ତି। ତାପରେ କ୍ଷୀରୋଦ ମହାନ୍ତି ତାପରେ ଦାୟିତ୍ୱ ନେଲେ। ଦାୟିତ୍ୱ ନେଲା ପରେ ସେ କହିଲେ କ'ଣ କରିବା, ଶିବ ମନ୍ଦିର ତ ହେଲା, ବର୍ତ୍ତମାନ ଶିବରାତ୍ରି କେମିତି ହେବ? ମୁଁ କହିଲି ନା, ଅଷ୍ଟମ କରି ନାମ ଯଜ୍ଞ ଆରମ୍ଭ କରିବା। ଆରମ୍ଭ କରିକିରି କଲେ ଭଲ ଭାବରେ ହେବ, ଗୋଟେ ଅନୁଷ୍ଠାନ ଚାଲିବ। ଆଉ ସେଇ ଦିନରୁ ନାମ ସଂକୀର୍ତ୍ତନ ପ୍ରତ୍ୟେକ ମହାଶିବରାତ୍ରି ଦିନ ନାମ ସଂକୀର୍ତ୍ତନ ଅଷ୍ଟମ ପ୍ରହରୀ ନାମ ଯଜ୍ଞ ହେଉଛି। ଇଏ ପଡ଼ାର ଲୋକ ମଧ୍ୟ ଶାନ୍ତିରେ ରହୁଛନ୍ତି। କିନ୍ତୁ ବର୍ତ୍ତମାନ ଏ ଶିବ ମନ୍ଦିର ଅବସ୍ଥା କ'ଣ, ଆମେ ଯେଉଁ ଭାବରେ ସେତେବେଳେ କରିଥିଲୁ, ବର୍ତ୍ତମାନ ଘରଦ୍ୱାର ଯାହା କିଛି ଅଛି ଏ ଜାଗାରେ କିନ୍ତୁ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ଜରାଜୀର୍ଣ୍ଣ ଅବସ୍ଥାରେ ଯଦି ଅଛି, ସରକାରଙ୍କ ତରଫରୁ 10 ଲକ୍ଷ ଟଙ୍କା ଆସିଛି ଏ ମନ୍ଦିର ବାବଦ ରିପାରିଂ ବାବଦ କରିବାକୁ। ସେଇ ବାବଦରେ ଆଜି ଆମର ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ ଆସିଥିଲେ। ସେ ବର୍ତ୍ତମାନ ଆଜି ନଡ଼ିଆ ବାଡ଼ି ଶୁଭ ଦେଇକିରି ଗଲେ। ସେ କାର୍ଯ୍ୟକ୍ରମ କେମିତି ଚାଲିବ, ଆମେ କେମିତି ବାହାର କରିପାରିବା, ସେଇ ଚିନ୍ତା ଆମେ କରୁଛୁ ବର୍ତ୍ତମାନ କମିଟି ତରଫରୁ। ହଁ, ଆଗାମୀ ଦିନରେ ଯେମିତି ଭଲ ଭାବରେ ଶୋଭାବର୍ଦ୍ଧନ ହେବ, ବସ୍ତିର ଲୋକ ଏ ଜାଗାରେ ପୂଜା ଅର୍ଚ୍ଚନା ଠିକ୍ ଭାବରେ କରିପାରିବେ ବା ଗହଳି ଲାଗି ରହିବ, ସେଇ ଚିନ୍ତାଧାରା ଭିତରେ ଆମେ ଷଣ୍ଢକୁଦ ପାରାଦୀପ ମ୍ୟୁନିସିପାଲିଟିର ସବୁଠୁ ବଡ଼ ବସ୍ତି ଏବଂ ବଡ଼ ବସ୍ତି ଭିତରେ ରାମେଶ୍ୱର ମନ୍ଦିର ସର୍ବପୁରାତନ ମନ୍ଦିର ମଧ୍ୟ। ତେଣୁ ଅନେକ ଦିନ ତଳୁ ନିର୍ମାଣ ହୋଇଥିବା ମନ୍ଦିର କିଛି ଅଂଶରେ ଭଗ୍ନ ଅବସ୍ଥାକୁ ଆସିଛି, ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଛି ଏବଂ ତା'ର ପରିସରର ଶ୍ରୀବୁଦ୍ଧି ଶ୍ରୀହୀନ ହୋଇଯାଇଛି। ତେଣୁ ସେହି ଦୃଷ୍ଟିରୁ ଏହି ମନ୍ଦିର ପରିସରକୁ ଆହୁରି ସୌନ୍ଦର୍ଯ୍ୟକରଣ କରିବା ପାଇଁ, କିଛି ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ସରକାରଙ୍କ ତରଫରୁ ପ୍ରଚେଷ୍ଟା କରାଯାଇଛି। ସେହି ହିସାବରେ ଆଜି ତା'ର ଭୂମି ପୂଜନ କରାଯାଇଛି, କାର୍ଯ୍ୟ କରାଯାଇ ମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରାଯିବ।